ଶୋଉଥିଲେ ବସୁଥିଲେ ଏଇଟା ହାତୀ କ'ଣ କେହି ହଠାତ୍ କେହି ଜାଣିପାରେ ସେତେ ତପସ୍ୟା ଜପ ଥିଲେ ଜାଣିପାରିବ। ଏଇଟା ହେଉଛି ମୁଁ ବର୍ଷକ ଗୁମ୍ଫାରେ ଅନନ୍ତ ଗୁମ୍ଫା। ଅନନ୍ତ ଗୁମ୍ଫା। ଏଇଟା ଆଜ୍ଞା ଗୁମ୍ଫାଟା ଏଇଟା ଗୁମ୍ଫାଟା ଏଇଟା ହେଉଛି ହାତୀ ଗୁମ୍ଫା। ଆସୁନ ଯିବା ଆଜ୍ଞା ଭିତରୁ ଯିବା ଚାଲୁନ ଲାଇଟ୍ ଦିଅ। ହଁ ଦେଉଛି ହଁ ଅଛି ଚାଲ ରହିଛ ମୁଁ ଲାଇଟ୍ ଦେଇଦିଏ ଦେଖିକି ଆସିବ ଟିକେ ମାନେ ଯାଇ ହେବ ଯେ ଗଳିକି ଯିବାକୁ ପଡ଼ିବ ଯେମିତି ଜଣେ ଲୋକ ଯାଇକି। ଏଇଟା ହେଉଛି ହାତୀ ଗୁମ୍ଫା ଆପଣ ଦେଖୁଛନ୍ତି ଆଉ ତା ଭିତରେ ମୋ ବାବାଙ୍କ ହାତୀ ଗୁମ୍ଫା ଭିତରେ ଅନନ୍ତ ଗୁମ୍ଫା ହାତୀ ଗୁମ୍ଫା ଭିତରେ ଅନନ୍ତ ଗୁମ୍ଫା ଯାହା ଭିତରୁ କେବେ ମୁଁ ବାବାଙ୍କ ସହିତ ପ୍ରବେଶ କରିବି ଆଉ ଆପଣମାନେ ଯିବା ଆମେ ଭିତରକୁ। ଆପଣମାନେ ଯେଉଁ ଦେଖିଲେ ଏଇଟା ହେଉଛି ହାତୀ ଗୁମ୍ଫା ତା ଭିତରେ ହାତୀ ଗୁମ୍ଫା ଭିତରେ ଅନନ୍ତ ଗୁମ୍ଫା। ଏଠି ଏବେ ବାବା ଆମକୁ ଭିତରକୁ ନେବେ ମୋତେ ଦେଖାଇବା ପାଇଁ ତ ମୁଁ ବାବାଙ୍କ ସହିତ ଯାଉଛି ତ ଚାଲନ୍ତୁ। ଏଇଟା ବହୁତ ମାନେ ଭିତରେ ଦେଖନ୍ତୁ କେତେ ଅନ୍ଧାର ହେଇଛି ଡର ବି ଲାଗୁଛି। ଚାଲନ୍ତୁ ଦେଖିବା ବାବାଙ୍କ ସହିତ ଯିବା। ପ୍ରଭୁ ଜୟ ବାବା ଜୟ ପ୍ରଭୁ ବାବାଙ୍କ ସହିତ ଆମେ ଯାଉଛୁ ଭିତରକୁ ଚାଲନ୍ତୁ। ଏ ଯେଉଁ ଗୁମ୍ଫା ଦେଖୁଛନ୍ତି ୟା ଭିତରୁ ଜଣେ ହିଁ କେବଳ ପ୍ରବେଶ କରିପାରିବ। ମୁଁ ସେଇଥିରେ ବି ବାବାଙ୍କ ସହିତ ପ୍ରବେଶ କରୁଛି। ପାଣି ଅଛି ନା ସେଟା ବହୁତ କାଳର ଜାଣିଛ ନଈ ଭିତରେ ତ ଜଗନ୍ନାଥ ଭିତରେ ସେଇଠି ବସନ୍ତି ଏଇଠି ବାବା ଏଠି ଭିତରେ ବସନ୍ତି। ଥଣ୍ଡା ନିଅନ୍ତି ଯୋଉ ଖରା ଦିନେ ଏ ଯୋଉ ପାଣିଟା ବାବା ସର୍ଭ କରି କେମିତି ହେଇଛି ନଈ ଭିତରେ ଏତେ ପାଣି ଯୋଉ ଭିତରେ ଅଛି ଏଟା ସର୍ଭ କରିକି ହେଇଛି। ଆପଣ ଦେଖୁଛନ୍ତି ଏ ଯୋଉ ହାତୀ ଗୁମ୍ଫା ଆମେ ଯୋଉ ଆସିଲୁ ଏଇପଟେ ତା ଭିତରେ ଦେଖନ୍ତୁ କେତେ ପାଣି ଅଛି ଆଉ କୁହାଯାଏ ଏଠି ବାବାରେ ବସି ତପସ୍ୟା କରନ୍ତି ଥଣ୍ଡା ଲାଗେ। ଦେଖନ୍ତୁ ଏଠି ଦୀପ ବି ଅଛି ଏବେ ବି ଏଠି ଦୀପ ଦିଆ ହଉଛି ବାବାଙ୍କର ଆଉ ବାବା ଆମକୁ ଆଣିଛନ୍ତି ଦେଖନ୍ତୁ ଭିତରେ ଯୋଗେଶ୍ୱର ସିଦ୍ଧ ପୀଠ ସେଗୁରୁ କ୍ଷେତ୍ରରେ ମାନେ ସ୍ୱର୍ଗକୁ ଫିଟିଯିବ ବାଟ। ଏଇଟା ବାଟ ସ୍ୱର୍ଗକୁ ଫିଟିଯିବ। ଏଇଟା ସ୍ୱର୍ଗକୁ ଫିଟିଯିବ। ହଁ ଏଠି ସ୍ୱର୍ଗ କେମିତି ହେଲା ଏକ ଯୁବତୀ ଶତପଥୀ ମୋ ଜୀବନ ଅଳପ ଶକ୍ତି ଗୋଟିଏ ଯୁବତୀ ଏକ ଯୁବତୀ ଶତପଥୀ ଜୀବନ ଗୋଟିଏ ଜୀବ ନାରୀ ତାର ସାଥୀ ଶୈଳାପତି କେମିତି ଜାଣିବେ ତେଣୁ ଯୋଗେଶ୍ୱର ସିଦ୍ଧ ପୀଠ ସେଗୁରୁ କ୍ଷେତ୍ରରେ ମୋତେ ସ୍ୱର୍ଗକୁ ଫିଟିଯିବା। ଏଇଟା କାହିଁକି ତିଆରି ଜଣେ ଭକ୍ତ କରୁଛନ୍ତି। ଏଇଟା ଏ ଯୋଉ ପାଣି ଏଇଟା ତାର ଅଟୋମେଟିକ୍ ଆସିଛି ହଁ ଝରିକି ଏତେ ପାଣି ଅଛି ଶୁଖିଲା ଶୁଖିଲା ସକାଳେ ହିଁ